ଦଶମ ଶ୍ରେଣୀ ସାହିତ୍ୟ ପୁସ୍ତକର ପଦ୍ୟ ବିଭାଗରେ ଏକ ବିଷୟ ରହିଛି ଯାହାର ନାମ ହେଉଛି ବନ୍ଦେ ଉତ୍କଳ ଜନନୀ। ଆଜି ଆମେ ଏହାର କେତେଗୋଟି ସମ୍ଭାବ୍ୟ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ପ୍ରଥମ ପ୍ରଶ୍ନ, ବନ୍ଦେ ଉତ୍କଳ ଜନନୀ କବିତାର କବି କିଏ? ଏହାର ଉତ୍ତର ହେଉଛି ଲକ୍ଷ୍ମୀକାନ୍ତ ମହାପାତ୍ର। 2 ନମ୍ବର ପ୍ରଶ୍ନ, ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ କେଉଁ ମସିହାରେ ହୋଇଥିଲା? ଏହାର ଉତ୍ତର ହେଉଛି 1888 ମସିହାରେ। ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ କବି ଭାବରେ ସମ୍ବୋଧନ କରାଯାଏ? ଏହାର ଉତ୍ତର ହେଉଛି କାନ୍ତ କବି ଭାବରେ ସମ୍ବୋଧନ କରାଯାଏ। 4 ନମ୍ବର ପ୍ରଶ୍ନ, ବନ୍ଦେ ଉତ୍କଳ ଜନନୀ କବିତା 1920 ମସିହାରେ ଓଡ଼ିଶା ସରକାରଙ୍କ ଦ୍ୱାରା କେଉଁ ସଙ୍ଗୀତର ମାନ୍ୟତା ଲାଭ କରିଛି? ଏହାର ଉତ୍ତର ରାଜ୍ୟ ସଙ୍ଗୀତ। 5 ନମ୍ବର ପ୍ରଶ୍ନ, କବିତାରେ କବି କେଉଁ ଜନନୀର ବନ୍ଦନା କରିଛନ୍ତି? ଉତ୍ତର ଉତ୍କଳ ଜନନୀର। 6 ନମ୍ବର ପ୍ରଶ୍ନ, ଉତ୍କଳ ଜନନୀର କ'ଣ ସୁନ୍ଦର ଅଟେ? ଉତ୍ତର ହସ ଓ ଭାଷା। 7 ନମ୍ବର ପ୍ରଶ୍ନ, ଉତ୍କଳ ଜନନୀର ଶରୀର କେଉଁଥିରେ ପରିଶୋଭିତ? ଏହାର ଉତ୍ତର ଘଞ୍ଚ ବନଭୂମି। 8 ନମ୍ବର ପ୍ରଶ୍ନ, ଉତ୍କଳ ମାତାର ଶରୀରରେ କିଏ ତରଙ୍ଗ ପରି ସଜାଇ ହୋଇ ରହିଛି? ଏହାର ଉତ୍ତର ହେଉଛି ନୀଳ ପର୍ବତମାଳା। 9 ନମ୍ବର ପ୍ରଶ୍ନ, ସୁନ୍ଦର ପକ୍ଷୀମାନଙ୍କ କଳକଳ ରାବରେ ଉତ୍କଳ ଜନନୀର କ'ଣ ମୁଖରିତ ହୋଇଥାଏ? ଏହାର ଉତ୍ତର ଆକାଶ। 10 ନମ୍ବର ପ୍ରଶ୍ନ, ଉତ୍କଳର ଶସ୍ୟକ୍ଷେତ କେଉଁଥିରେ ପରିପୂର୍ଣ୍ଣ? ଏହାର ଉତ୍ତର ଧାନ। 11 ନମ୍ବର ପ୍ରଶ୍ନ, କାହାର ପ୍ରଦର୍ଶନରେ ଉତ୍କଳ ଜନନୀର ଚକ୍ଷୁ ଉଦ୍ଭାସିତ? ଏହାର ଉତ୍ତର ହେଉଛି ଜ୍ଞାନ ବିଜ୍ଞାନ। 12 ନମ୍ବର ପ୍ରଶ୍ନ, ଯୋଗୀ ଋଷିଗଣଙ୍କ କ'ଣ ଉତ୍କଳ ଜନନୀଙ୍କୁ ପବିତ୍ର କରିଥାଏ? ଏହାର ଉତ୍ତର ହେଉଛି କୁଟୀର। 13 ନମ୍ବର ପ୍ରଶ୍ନ, ଉତ୍କଳ ଭୂମି କାହା ଦ୍ୱାରା ବିମଣ୍ଡିତ? ଉତ୍ତର ମନ୍ଦିର। 14 ନମ୍ବର ପ୍ରଶ୍ନ, ଉତ୍କଳ କାହାର ବାସଭୂମି? ଏହାର ଉତ୍ତର ହେଉଛି ବୀର ଓ ଯୋଦ୍ଧାମାନଙ୍କର ବାସଭୂମି। 15 ନମ୍ବର ପ୍ରଶ୍ନ, ଉତ୍କଳର କେଉଁମାନେ ସମଗ୍ର ବିଶ୍ୱର ସ୍ନେହଭାଜନ ହୋଇପାରିଛନ୍ତି? ଏହାର ଉତ୍ତର ହେଉଛି କୃତବର। 16 ନମ୍ବର ପ୍ରଶ୍ନ, ଶ୍ରେଷ୍ଠ କବିମାନେ କାହାର କୀର୍ତ୍ତି ବନ୍ଦନା କରୁଛନ୍ତି? ଉତ୍ତର ହେଉଛି ଉତ୍କଳ ଜନନୀଙ୍କର। କେଉଁ ସଙ୍ଗୀତ ଓଡ଼ିଶା ସରକାରଙ୍କ ଦ୍ୱାରା 2020 ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରାପ୍ତ ହୋଇଛି? ଉତ୍ତର ବନ୍ଦେ ଉତ୍କଳ ଜନନୀ। 18 ନମ୍ବର ପ୍ରଶ୍ନ, ଉତ୍କଳ ମାତାର କୀର୍ତ୍ତି ବନ୍ଦନାରେ କିଏ ମୁଖରିତ ବା ଶତମୁଖର? ଉତ୍ତର ହେଉଛି କବିମାନେ। 19 ନମ୍ବର ପ୍ରଶ୍ନ, ଚାରୁ ହାସମୟୀ ଓ ଚାରୁ ଭାଷମୟୀ କାହାକୁ କୁହାଯାଇଛି? ଉତ୍ତର ହେଉଛି ଉତ୍କଳ ଜନନୀକୁ ଚାରୁ ହାସମୟୀ ଓ ଚାରୁ ଭାଷମୟୀ ବୋଲି କୁହାଯାଇଛି। 20 ନମ୍ବର ପ୍ରଶ୍ନ, କବିତାରେ ପୟୋଧି କାହାକୁ କୁହାଯାଇଛି? ଏହାର ଉତ୍ତର ହେଉଛି କବିତାରେ ପୟୋଧି ସମୁଦ୍ରକୁ କୁହାଯାଇଛି। 21 ନମ୍ବର ପ୍ରଶ୍ନ, ଉଟଜ ଶବ୍ଦର ଅର୍ଥ କ'ଣ? 21 ନମ୍ବର ପ୍ରଶ୍ନ, ଉଟଜ ଶବ୍ଦର ଅର୍ଥ କ'ଣ? ଏହାର ଉତ୍ତର ହେଉଛି କୁଡ଼ିଆ। 22 ନମ୍ବର ପ୍ରଶ୍ନ, କୃତବର ଶବ୍ଦର ଅର୍ଥ କ'ଣ? ଉତ୍ତର କୃତବର ଶବ୍ଦର ଅର୍ଥ ହେଉଛି ଜ୍ଞାନୀ ଗୁଣୀ ବ୍ୟକ୍ତି। 23 ନମ୍ବର ପ୍ରଶ୍ନ, ଶିକର ଶବ୍ଦର ଅର୍ଥ କ'ଣ? ଉତ୍ତର ଶିକର ଶବ୍ଦର ଅର୍ଥ ହେଉଛି ଜଳକଣା। 24 ନମ୍ବର ପ୍ରଶ୍ନ,
ବନ୍ଦେ ଉତ୍କଳ ଜନନୀ କବିତାଟି କି ପ୍ରକାର କବିତା? ଉତ୍ତର ହେଉଛି ଏହା ଏକ ଦେଶାତ୍ମବୋଧକ କବିତା। ଶେଷ ପ୍ରଶ୍ନ କହିଛି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମୃତ୍ୟୁ କେବେ ହୋଇଥିଲା? ଏହାର ଉତ୍ତର 1953 ମସିହା ଫେବୃଆରୀ 24 ତାରିଖ ଦିନ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ମୃତ୍ୟୁ ହୋଇଥିଲା।